ସମସ୍ତଙ୍କୁ ନମସ୍କାର। ଯୋଗୁଁ ଭାବେ ଜାଣିଥିବେ କି ଗୋଟେ ମଣିଷ ତାର ବଞ୍ଚିବା ପାଇଁ ସାଧାରଣତଃ ଖାଦ୍ୟ ବସ୍ତ୍ର ବାସଗୃହର ଆବଶ୍ୟକ ଥିଲାବେଳେ ଆମେ ନବନିର୍ମାଣ ସଂଗଠନ ଗୋଟେ ଡିମାଣ୍ଡ କରିଆସୁଛୁ। ଖାଦ୍ୟ ବସ୍ତ୍ର ବାସଗୃହ ସାଙ୍ଗରେ ଗୋଟେ ମଣିଷକୁ ନିତ୍ୟାନ୍ତ ଆବଶ୍ୟକ ତାର ବଞ୍ଚିବାର କର୍ମଧାରରେ, ଯାହାକି ଉଚିତ ପ୍ରାଇସ୍, ପ୍ରେଷ୍ଟିଜ୍ ଆଣ୍ଡ ପେନ୍ସନ୍। ସେଥିଲାଗି ବିଗତ ଦିନ ଧରି ଯେଉଁ ସଂଘର୍ଷମୟ ଜୀବନଯାପନ କରିଆସିଛି, ଚାଷୀମାନଙ୍କର ହକରେ, ଚାଷୀମାନଙ୍କର ସପକ୍ଷରେ ଯେ ଚାଷୀଟେ ବି ସେ ତା'ର ସ୍ୱାଭିମାନରେ ବଞ୍ଚିବାର ଆବଶ୍ୟକ ଅଛି, ଯାହା ଅନ୍ୟ କୌଣସି ସରକାର ତାହା କରିବାକୁ ନାରାଜ। ସେକୁ ଆମେ ଆଖି ଆଗରେ ରଖି ଏଥର ନବନିର୍ମାଣ କୃଷକ ସଂଗଠନ ତା'ର ଖୋଲା ମଇଦାନରେ, ରାଜନୀତି ମଇଦାନରେ ଏଥର ନିଜର ସରକାର ଗଢ଼ିବାକୁ ଆଗ୍ରହ ହୋଇଛି ଏବଂ ସେ ସ୍ଥାନରେ ଚାଷୀଟେ କିପରି ତା ପିଲାଛୁଆ, ତା'ର କର୍ମକାର୍ଯ୍ୟ, ବିବାହ, ଭୋଜି, ସୁନା ରୂପା ଗହଣା ଘରଦ୍ୱାର, ବନ୍ଧୁବାନ୍ଧବ, ପର୍ବପର୍ବାଣି ଆଦି କିପରି ତା'ର ଚାଷର ରୋଜଗାରରେ ସେ ମେଣ୍ଟାଇ ପାରିବ, ତାକୁ ସମାଧାନ କରିପାରିବ, ସେ ବିଷୟରେ ଆମ ସରକାର ଚିନ୍ତିତ ହେବ ଏବଂ ଗୋଟେ ଚାଷୀର ପିଲା ଦାଦନ ନୁହଁ, ତାରି କ୍ଷେତ୍ରରେ, ତାରି ପଡ଼ୋଶୀରେ, ତାରି ସହରରେ ବଞ୍ଚି କିପରି ଭାବେ ସ୍ୱାଭିମାନରେ ବଞ୍ଚିପାରିବ, ସେ ପ୍ରତି ଆମର ଲକ୍ଷ୍ୟ ରହିବ ଏବଂ ଚାଷୀ ସରକାର ଗଢ଼ି ଚାଷୀକୁ ଜୟ ଯବାନ ଜୟ କିଷାନ ନାଁଟି ସଫଳ କରିବ। ଏଥର ଦରକାର ଓଡ଼ିଶାବାସୀଙ୍କୁ ଚାଷୀ ସରକାର।